ଭାରତ ମଜବୁତ ସ୍ଥିତିରେ ଭାରତ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍ ହେବ ରୋମାଞ୍ଚକ। ପ୍ରଥମ ଦିନରେ ଦେବଦତ୍ତ ପାଡ଼ିକ୍କଲ 131 ରନ୍ କଲେ। ଏହା ଥିଲା ତାଙ୍କର ପ୍ରଥମ ଟେଷ୍ଟ ଶତକ। କେଏଲ୍ ରାହୁଲ 77, ରିଷଭ ପନ୍ତ 27 ରନ୍ କରି ରହିଲେ ନଟ୍ ଆଉଟ୍। ଭାରତ ମ୍ୟାଚ୍ ଏବେ ମଜବୁତ ସ୍ଥିତିରେ ଅଛି। ହଁ ଦର୍ଶକ ବନ୍ଧୁ, କ୍ରିକେଟ ଜଗତରୁ ଆସିଛି ଏକ ବଡ଼ ଖବର। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଗ୍ୟାଲେରିରେ ଚାଲିଥିବା ପ୍ରଥମ ଟେଷ୍ଟରେ ପ୍ରଥମ ଦିନରେ ଟିମ୍ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରିଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ମାତ୍ର 2 ୱିକେଟ୍ ହରାଇ 228 ରନ୍ ସଂଗ୍ରହ କରିଛି। ସବୁଠାରୁ ବଡ଼ ଖବର ହେଉଛି ଦେବଦତ୍ତ ପାଡ଼ିକ୍କଲଙ୍କ ଧମାକାଦାର ବ୍ୟାଟିଂ। ପାଡ଼ିକ୍କଲ ଅପରାଜିତ 131 ରନ୍ କରି ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରିଛନ୍ତି। ସେ 178 ବଲ୍ରେ ଶତକୀୟ ଇନିଂସ ଖେଳିଛନ୍ତି, ଯେଉଁଥିରେ ଥିଲା 12ଟି ଚୌକା ଓ 1ଟି ଛକା। ପାଡ଼ିକ୍କଲ ଏହି ଶତକ ଆହୁରି ଖାସ୍ କାରଣ ଟିମ୍ ଇଣ୍ଡିଆର ନମ୍ବର 3 ସ୍ଥାନକୁ ନେଇ ଚାଲିଥିବା ଚର୍ଚ୍ଚାରେ ସେ ଏକ ଜବରଦସ୍ତ ଉତ୍ତର ଦେଇଛନ୍ତି। ତୃତୀୟ ଟେଷ୍ଟ ମ୍ୟାଚ୍ରେ ହିଁ ପାଡ଼ିକ୍କଲ ନିଜର ପ୍ରଥମ ଟେଷ୍ଟ ଶତକ ମାରିଛନ୍ତି। ଏହି ଇନିଂସରେ ପାଡ଼ିକ୍କଲ ଭଲ ସାଥ୍ ଦେଇଥିଲେ ଅଭିଜ୍ଞ ବ୍ୟାଟର କେଏଲ୍ ରାହୁଲ। ରାହୁଲ 77 ରନ୍ର ମୂଲ୍ୟବାନ ଇନିଂସ ଖେଳିଥିଲେ। ପାଡ଼ିକ୍କଲ ଓ ରାହୁଲଙ୍କ ମଧ୍ୟରେ 150 ରନ୍ର ପାର୍ଟନରସିପ୍ ହୋଇଥିଲା, କିନ୍ତୁ 77 ରନ୍ରେ ପହଞ୍ଚିବା ପରେ କେଏଲ୍ ରାହୁଲ କ୍ରାମ୍ପ କାରଣରୁ ପଡ଼ିଆରୁ ରିଟାୟାର୍ଡ ହୋଇ ଯାଇଥିଲେ। ତେବେ ରାହୁଲଙ୍କୁ ନେଇ ଭାରତୀୟ ଫ୍ୟାନ୍ସ ପାଇଁ ବଡ଼ ଖବର ଆସିଛି। ଭାରତୀୟ ବ୍ୟାଟିଂ କୋଚ୍ ଶୀତାଂଶୁ କୋଟକ କହିଛନ୍ତି ଯେ ରାହୁଲ ଏବେ ଠିକ୍ ଅଛନ୍ତି। ସମସ୍ୟାଟି ମୁଖ୍ୟ କ୍ରାମ୍ପ ଯୋଗୁଁ ହୋଇଥିଲା। ଅନ୍ୟପଟେ ଭାରତ ପାଇଁ ଦିନଟି ସମ୍ପୂର୍ଣ୍ଣ ଭାବେ ସଫଳ ହୋଇନଥିଲା। ଓପନର ଯଶୀ ଜୟସ୍ୱାଲ 32 ରନ୍ କରି ରନ୍ଆଉଟ୍ ହୋଇଥିଲେ। ଏହାପରେ ଅଧିନାୟକ ଶୁଭମ ଗିଲ୍ 16 ରନ୍ କରି ପ୍ରଭାତ ଜୟସୂର୍ଯ୍ୟଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଶ୍ରୀଲଙ୍କା ପକ୍ଷରୁ ଜୟସୂର୍ଯ୍ୟ ହିଁ ପ୍ରଥମ ଦିନରେ ଭାରତ ପାଇଁ ଗୋଟିଏ ୱିକେଟ୍ ନେଇଥିଲେ ଓ ଅନ୍ୟ ୱିକେଟ୍ ରନ୍ଆଉଟ୍ ହୋଇଥିଲା। ଦିନର ଶେଷରେ ପାଡ଼ିକ୍କଲ 131 ରନ୍ ଓ ରିଷଭ ପନ୍ତ 27 ରନ୍ରେ ଅପରାଜିତ ଥିଲେ। ହଠାତ୍ ଭାରତ ହାତରେ ଏବେ ଅନେକ ବ୍ୟାଟିଂ ବାକି ଅଛି। ଏବେ ନଜର ରହିବ ଦ୍ୱିତୀୟ ଦିନ ଉପରେ। ଭାରତ ଲକ୍ଷ୍ୟ ନିଶ୍ଚିତ ଭାବେ ବଡ଼ ସ୍କୋର କରି ଶ୍ରୀଲଙ୍କା ଉପରେ ଚାପ ବଢ଼ାଇବା। ଦ୍ୱିତୀୟ ଦିନର ଖେଳ ଭାରତ ସମୟ ଅନୁସାରେ ସକାଳ 9:45 ଆରମ୍ଭ ହୋଇଛି। ତେବେ ପ୍ରଶ୍ନ ହେଉଛି, ପାଡ଼ିକ୍କଲ କି ନିଜର 131 ରନ୍ରୁ ଆହୁରି ବଡ଼ ଇନିଂସ କରିପାରିବେ କି? ରିଷଭ ପନ୍ତ କି ତାଙ୍କ ଏକ ବଡ଼ ପାର୍ଟନରସିପ୍ ଗଢ଼ିପାରିବେ କି? ଭାରତ 500 କିମ୍ବା ତାଠୁ ଅଧିକ ରନ୍ କରିପାରିବ କି? ଗ୍ୟାଲେରିରେ ପ୍ରଥମ ଦିନରେ ପ୍ରଦର୍ଶନ ଦେଖିଲେ ଭାରତ ନିଶ୍ଚିତ ଭାବେ ଡ୍ରାଇଭ୍ରେ ସିଟ୍ରେ ରହିଛି, କିନ୍ତୁ ଟେଷ୍ଟ କ୍ରିକେଟରେ ମ୍ୟାଚ୍ର ଗତି କୌଣସି ସମୟରେ ବଦଳିପାରେ। ତେଣୁ ଆଗାମୀ ଦିନରେ ଭାରତ ବ୍ୟାଟର ପାଇଁ ବୋଲରମାନେ କ'ଣ କରିବେ ଜଣାପଡ଼ିବ। ତାହେଲେ ଆଜିର ଅପଡେଟ୍ ଏତିକି। ଦର୍ଶକ ବନ୍ଧୁ, ଆଜି ମଧ୍ୟ ଜଣାପଡ଼ୁଛି ଗ୍ୟାଲେରିରେ ବର୍ଷା ହେବାରେ। ଯଦି ବର୍ଷା ହୁଏ ତାହେଲେ ମ୍ୟାଚ୍ ମଧ୍ୟ ଡେରିରେ ବିଳମ୍ବ ହୋଇପାରେ ଏବଂ ମ୍ୟାଚ୍ ଖେଳାଇପାରେ। ଦର୍ଶକ ବନ୍ଧୁ, ଆଜି ଏହି ମ୍ୟାଚ୍ କେମିତି ଲାଗିଲା କମେଣ୍ଟ କରି ଜଣାନ୍ତୁ ଏବଂ ସମସ୍ତ କ୍ରିକେଟ ଅପଡେଟ୍ ପାଇଁ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ। ଆମ ସହ ଯୋଡ଼ି ରୁହନ୍ତୁ। ନମସ୍କାର, ଜୟ ହିନ୍ଦ।